ଥରେ ବହୁତ ଦୂରରୁ ଦେଖିଲି ଜଣେ ସାଧୁ କ'ଣ ବାଣ୍ଟୁଛନ୍ତି। କୌତୂହଳ ଦୃଷ୍ଟିରୁ ସେଠିକି ଗଲି। ଯାହା ଦେଖିଲି ବହୁତ ଖୁସି ଲାଗିଲା, ଭଲ ଲାଗିଲା। ପ୍ରସାଦ ପରି ବାଣ୍ଟୁଥିଲେ। କି ସାତ୍ଵିକ କଥା, କି ସାତ୍ଵିକ ବିଚାର, କି ଦୂରଦୃଷ୍ଟି, କି ଭିଜନାରୀ ପର୍ସନ୍। ପ୍ରସାଦ ବାଣ୍ଟୁଥିଲେ, ତା ସହିତ ଗୋଟେ ଗଛର ଚାରା ବାଣ୍ଟୁଥିଲେ ସମସ୍ତଙ୍କ ପାଇଁ। ଆଉ ସମସ୍ତଙ୍କୁ ନିବେଦନ କରୁଥିଲେ ଗଛ ଲଗେଇବ। କି ଭାବନା! ଅନ୍ୟ ଏକ ପ୍ରସାଦ କହିପାରେ ମୁଁ, ଅନନ୍ୟ ପ୍ରସାଦ, ଅନ୍ୟ ଏକ ସାତ୍ଵିକ ପ୍ରସାଦ। ଯଦି ଏମିତି ଭାବନା ଆମ ସମସ୍ତଙ୍କ ମନରେ ଆସିଲା, ସେ ନ ଦିଅନ୍ତୁ ନିଜ ମନରେ ବି ଆସୁ, ତାହେଲେ ଗ୍ରୀନ୍ କରିବାକୁ ବା ଶସ୍ୟ ଶ୍ୟାମଳା ଦେଖାଯିବାକୁ ପୃଥିବୀ ବେଶୀ ଦିନ ଲାଗିବନି। ବୃକ୍ଷ ହିଁ ଜୀବନ। କ'ଣ ଏତିକି ମଣିଷ ବୁଝିପାରୁନି? ମଣିଷ ପାଖରେ ପ୍ରାୟ ଏତେ ବୁଦ୍ଧି, କ'ଣ ଏତିକି ବୁଝିପାରୁନି? ନିଜ ପାଇଁ ନହେଲା ନାହିଁ, ନେକ୍ସଟ ଜେନେରେସନ୍ ପାଇଁ, ନାତି ପାଇଁ, ଆମର ଅଣନାତି ପାଇଁ, ପଣନାତି ପାଇଁ, ସେମାନଙ୍କ ପାଇଁ ତ ଭାବିବାର ସମୟ ଆସିଛି ନା କ'ଣ କହୁଛନ୍ତି?